नमस्कार श्रोता बंधु ମୁଁ ବିଜୟ ଶେଖର ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଜଗନ୍ନାଥ लीला ମଧ୍ୟରେ ଆଜିର କାର୍ଯ୍ୟକ୍ରମ। ଆଜି ଆମେ ବହୁତ ସୁନ୍ଦର ଟପିକରେ ଆଲୋଚନା କରିବା ଯେ ଆପଣ ମଲା ପରେ ଆପଣଙ୍କର ମାନସିକ ଅବସ୍ଥା କ'ଣ ରହିବ। ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ନିହାତି ଜାଣିବା ଦରକାର। ତାହେଲେ ବଞ୍ଚି ଥାଉ ଥାଉ ଆମର ମାନସିକ ଅବସ୍ଥା ସବୁ କେମିତି ରହୁଛି। ଆପଣ କେବେ ଲକ୍ଷ୍ୟ କରିଥିବେ ଯେ ଆମର କମ୍ପ୍ଲେନିଂ ଆଟିଚ୍ୟୁଡ଼ ଗୋଟେ ରହୁଛି। କ'ଣ ପାଇଁ ନା ଅମୁକ ଲୋକଟା ଏମିତି ବଦମାସି କଲା, ତମୁକ ଲୋକଟା ଏମିତି କଲା, ମୋ ଭଉଣୀ ଏମିତି କଲା, ମୋ ବାପା ଏମିତି କଲା, ମୋ ସ୍ତ୍ରୀ ଏମିତି କଲା, ମୋ ସ୍ୱାମୀ ଏମିତି କଲା, ବା ମୋ ଅଫିସର ଏମିତି କଲା, ବା ଅମୁକ ନେତା ଏମିତି କଲା। ସମସ୍ତଙ୍କ ଉପରେ ଆମେ ରାଗି ଗରଗର ହେଉଛୁ, ବା ଯଦି ସାମ୍ନାରେ ପଡ଼ିଯାଉଛନ୍ତି ଫ୍ୟାମିଲି ମେମ୍ବର ଭିତରେ, ତାହେଲେ ମଧ୍ୟ ତାଙ୍କ ସାଙ୍ଗରେ ଝଗଡ଼ା କରିଦେଉଛୁ। ତାପରେ ଝଗଡ଼ା କରିସାରିଲା ପରେ ଆମ ଦୁଇ ଜଣଙ୍କର ମାନସିକ ଅବସ୍ଥା କ'ଣ ରହୁଛି। ନିଜର ମଧ୍ୟ ମାନସିକ ଅବସ୍ଥା ଭଲ ରହୁନି, ଆଉ ସେମାନଙ୍କର ମଧ୍ୟ ମାନସିକ ଅବସ୍ଥା ଭଲ ରହୁନି। ଆଉ ଘରର ଆଟମସ୍ଫିୟର କେମିତି ରହୁଛି, ବହୁତ ନେଗେଟିଭ ଆଟମସ୍ଫିୟର ରହୁଛି। ଭଲ ଲାଗୁନି ସେ ଘର ରହିବାକୁ, ସେଇ ଦିନଟା ବଞ୍ଚିବାକୁ ଭଲ ଲାଗୁନି, ସେଇ ଦିନଟା ଏନ୍ଜୟ ଆମେ କରିପାରୁନୁ, ସେଦିନର ମଜା ଆମେ ନେଇପାରୁନୁ। ବହୁତ ଗୋଟେ ଲୋ ଏନର୍ଜି ଲାଗୁଛି, ଏନର୍ଜି ଡ୍ରବ୍ୟାକ୍ ଲାଗୁଛି। ଆଉ ତାଙ୍କୁ ବି ଲାଗୁଛି, ଆମକୁ ବି ଲାଗୁଛି, ଆଉ ଆମ ଦୁଇ ଜଣ ରିଲେସନ୍ ଖରାପ ହେଇଯାଉଛି। ଏମିତି ତ ହେଉଛି ନା। ଆମେ ଅବଶ୍ୟ ବ୍ଲେମ୍ କରିଦେଉ ଯେ ସେ ଲୋକଟା ବଦମାସ ବୋଲି ମୋ ସହିତ ଏମିତି ହେଉଛି, ବା ମୋ ଲାଇଫ୍ରେ ସବୁଠୁ ବଡ଼ ଭିଲିୟନ୍ ହେଉଛି ସିଏ। ବା ତା ସାଙ୍ଗରେ ମୋର ଅଟୋମେଟିକ୍ ଝଗଡ଼ା ହେଇଯାଉଛି, ଅଶାନ୍ତି ହେଇଯାଉଛି। କିନ୍ତୁ ଇଏ ତ ବଞ୍ଚି ଥାଉ ଥାଉ ଆପଣ ନିଜର ମାଇନସ୍ ପଏଣ୍ଟ ତ ଆମେ ନିଜେ ଦେଖୁନା ନା। ମାନେ ମୋ ଭିତରେ କ'ଣ କ'ଣ ମାଇନସ୍ ପଏଣ୍ଟ ଅଛି ସେଇଟା ତ ମୁଁ ଦେଖିବିନି ନା। ଆପଣଙ୍କ ଭିତରେ କ'ଣ ମାଇନସ୍ ପଏଣ୍ଟ ଅଛି ମୁଁ ଦେଖିବି ନା। ଏମିତି ତ ଆଟିଚ୍ୟୁଡ଼ ଆମ ସମସ୍ତଙ୍କର, ଏଇଥିପାଇଁ ତ ପ୍ରୋବ୍ଲେମ୍ ହେଉଛି। ମାନେ କିନ୍ତୁ ମଲା ପରେ କ'ଣ ହେବ, ଆପଣଙ୍କ ପାଖରେ କିଏ ରହିଥିବ, କାହାର ମାଇନସ୍ ପଏଣ୍ଟ ଦେଖିବେ। ସପୋଜ୍ ଆପଣ ମଲା ପରେ କୌଣସି ଗୋଟେ ନର୍କକୁ ଆପଣ ପହଞ୍ଚିଗଲେ। ଯେତେବେଳେ ଗରୁଡ଼ ପୁରାଣ ଉପରେ ଆମେ ଆଲୋଚନା କରୁଥିଲୁ ଏଇ ଚ୍ୟାନେଲ୍ ମାଧ୍ୟମରେ, ସେତେବେଳେ ଗରୁଡ଼ ପୁରାଣରେ ବହୁତ ଗୁଡ଼ା ନର୍କ ଉପରେ ଲେଖା ହେଇଥିଲା ଯେ ଅମୁକ ବଦମାସି କରିବ ସେ ଅମୁକ ନର୍କରେ ଯିବ, ଯେ ଅମୁକ ବଦମାସି କରିବ ସିଏ ଅମୁକ ନର୍କକୁ ଯିବ। କେଉଁଠି କାହାକୁ ତେଲରେ ଛଣା ହେବ, କେଉଁଠି କାହାକୁ ଲୁହା ଗରମ କରି ପିଆଇ ଦିଆଯିବ, କେଉଁଠି କାହାକୁ ଲାଭା ଗରମ କରି ପିଆଇ ଦିଆଯିବ, କେଉଁଠି କାହାକୁ କଣ୍ଟା ବାଲା ପତ୍ରରେ ପିଟା ହେବ, କେଉଁଠି ପଶୁମାନେ କାମୁଡ଼ିବେ ତାଙ୍କୁ, କେଉଁଠି ଉପରେ ବହୁତ ପାହାଡ଼ ଉପରେ ଚଢ଼େଇ ଦେବେ ଆଉ ସେଠୁ ଫୋପାଡ଼ି ଦେବେ। ଏମିତି ବହୁତ ଭେରାଇଟିର ଯନ୍ତ୍ରଣା ତାଙ୍କୁ ଭୋଗ କରିବାକୁ ପଡ଼େ ମଲା ପରେ, ଯେଉଁମାନେ ବଦମାସି କରିଥାନ୍ତି। ଠିକ୍ ଅଛି। ଆଉ କେତେ ଦିନ ପର୍ଯ୍ୟନ୍ତ, ମାନେ ବହୁତ ବର୍ଷ ପର୍ଯ୍ୟନ୍ତ ସେମ୍ ଜିନିଷ ସବୁଦିନ ତାଙ୍କ ସାଙ୍ଗରେ ରିପିଟ୍ ହେଉଥାଏ। ସବୁଦିନ ସେମ୍ ଜିନିଷ ତାଙ୍କ ସହିତ ରିପିଟ୍ ହେବ। ଆପଣ ଟିକେ କଳ୍ପନା କରନ୍ତୁ, ଆପଣ କ'ଣ କହିପାରିବେ ଆପଣ ସ୍ୱର୍ଗକୁ ଯିବେ ହିଁ? ଆପଣ ଏତେ ମହାନ ବ୍ୟକ୍ତିତ୍ୱ, ଆପଣ କେବେ କାହାକୁ ମନ ଦୁଃଖ କରିନାହାନ୍ତି, କେବେ କାହାକୁ ଗାଳି ଦେଇନାହାନ୍ତି, କେବେ କାହା ସାଙ୍ଗେ ଝଗଡ଼ା କରିନାହାନ୍ତି, କେବେ କାହାର ଜିନିଷ ଲୁଟି ନାହାନ୍ତି, କେବେ କାହାକୁ ଅନ୍ୟାୟରେ ବାଡ଼େଇ ନାହାନ୍ତି, ବା କିଛି ବି ଯାହା ବି ନେଗେଟିଭିଟି ଅଛି କିଛି କରିନାହାନ୍ତି। ଆପଣଙ୍କ ଭିତରେ ନିଶ୍ଚୟ 99.9% ଲୋକ କହିବେ ନା ଆମେ ତ କିଛି ନା କିଛି କରିଛୁ। ଯଦି କିଛି ନା କିଛି କରିଛୁ ତା'ର ଭୋଗ ମଧ୍ୟ ଆମକୁ ହିଁ ଭୋଗିବାକୁ ପଡ଼ିବ। ଯେତେବେଳେ ଆପଣ ସପୋଜ୍ ଆପଣ ମଲା ପରେ ଆପଣ ଯାଇକି କୌଣସି ଗୋଟେ ନର୍କରେ ରହିଗଲେ, ସେତେବେଳେ ସପୋଜ୍ ଆପଣଙ୍କୁ କିଏ ଗୋଟେ ବହୁତ ଉପରେ ପାହାଡ଼ ଉପରେ ନେଇକି ଧକ୍କା ମାରୁଛି। ଆଜି ଧକ୍କା ମାରିଲା, କାଲି ଧକ୍କା ମାରିଲା, 200 ବର୍ଷ ପର୍ଯ୍ୟନ୍ତ ଚାଲିଛି କି 300 ବର୍ଷ ପର୍ଯ୍ୟନ୍ତ ଚାଲିଛି। କି ଆପଣଙ୍କୁ ନେଇକି କିଏ କଣ୍ଟାରେ ବେଲ୍ଟ ହେଇଥିବ ତାକୁ ସେଥିରେ ପିଟୁଛନ୍ତି। ଆଜି ଆପଣଙ୍କୁ ବହୁତ ପିଟା ହେଲା, ତାପରେ ପୁଣି କାଲି ଆପଣଙ୍କୁ ପୁଣି ପିଟା ହେବ, କି ପରଦିନ ଆପଣଙ୍କୁ ପୁଣି ପିଟା ହେବ। ସେତେବେଳେ କାହାକୁ କମ୍ପ୍ଲେନ୍ କରିବେ? କାହାକୁ କମ୍ପ୍ଲେନ୍ କରିବେ? ସାମ୍ନା ଲୋକକୁ କମ୍ପ୍ଲେନ୍ କରିପାରିବେ? ନା ସେଠି ବାପା ଥିବେ, ନା ଭାଇ ଥିବେ, ନା ଅଫିସର ଥିବ, ନା ସ୍ତ୍ରୀ ଥିବ, ନା ପିଲା ଥିବ, ଅମୁକ ଲୋକର ଦୋଷ ପାଇଁ ମୁଁ ଆଜି କଷ୍ଟ ପାଉଛି। ନା, ସେଦିନ ଖାଲି ନିଜେ ନିଜକୁ କମ୍ପ୍ଲେନ୍ କରିବେ। ମୁଁ କାହିଁକି ଏମିତି ବ୍ୟବହାର ତାଙ୍କ ସାଙ୍ଗରେ କଲି, ମୁଁ କାହିଁକି ଏମିତି ବ୍ୟବହାର ତାଙ୍କ ସହିତ କଲି, ମୁଁ କାହିଁକି ତାଙ୍କୁ ବାଡ଼େଇଲି, ମୁଁ କାହିଁକି ତାଙ୍କୁ ଗାଳି କଲି। ସେତେବେଳେ ନିଜେ ଆପଣ ମାନସିକ ଅବସ୍ଥା ଏଇ ଥିବ, କାରଣ ନେକ୍ସଟ ଦିନ ଆପଣଙ୍କୁ ଅତ୍ୟାଚାର ପୁଣି ଆପଣଙ୍କ ଉପରେ ହେବ। ନେକ୍ସଟ ଦିନ ଆପଣଙ୍କ ଉପରେ ପୁଣି ଆଉ ଥରେ ଅତ୍ୟାଚାର ହେବ। ସେତେବେଳେ ଆପଣ ନିଜ ସହିତ ନିଜେ ହିଁ ତ ନିଜକୁ ନିଜେ କମ୍ପ୍ଲେନ୍ କରିବେ। ସେତେବେଳେ କାହାକୁ କମ୍ପ୍ଲେନ୍ କରିବେ? କିଏ ସାମ୍ନାରେ ଥିବ? ଆକ୍ଚୁଆଲି କ'ଣ ତାଙ୍କ ଦୋଷ ପାଇଁ ଆପଣ ଆଜି ଡେଟ୍ରେ ନର୍କରେ ପଡ଼ିକି ଘାଣ୍ଟି ହେଉଛନ୍ତି, କଷ୍ଟ ପାଉଛନ୍ତି, ମାଡ଼ ଖାଉଛନ୍ତି, ଗାଳି ଅପମାନ, କେତେବେଳେ ପଶୁ କାମୁଡ଼ି ଦେଉଛନ୍ତି, କେତେବେଳେ କ'ଣ ହେଉଛି, ତ ନର୍କରେ ଥିବେ ଇନ୍ କେସ୍। ତାମାନେ ବଞ୍ଚି ଥାଉ ଥାଉ ମଧ୍ୟ ତାଙ୍କ ଦୋଷ ନୁହେଁ, ଆମର ହିଁ ଦୋଷ।
ଯଦି ଆମ ଦୋଷ ବୋଲି ଆମକୁ ହିଁ ତ ନର୍କରେ ପଠାହବ ନା, ସେମାନେ ଯଦି ବଦମାସି କରିବେ ତାଙ୍କୁ ନର୍କରେ ପଠାହବ। କିନ୍ତୁ ଆମେ କାହିଁକି ନିଜକୁ ପରିବର୍ତ୍ତନ କରିବା? ଆମେ କାହିଁକି ନିଜକୁ ପରିବର୍ତ୍ତନ କରିବା? ଆମେ ତ ସ୍ୱର୍ଗ ଯିବା ବାଟକୁ ହିଁ ଖୋଜିବା ନା। ବଞ୍ଚିଥାଉ ଥାଉ ବଞ୍ଚିଥାଉ ଥାଉ ଆମକୁ ଖୋଜିବାକୁ ପଡ଼ିବ। ହଁ ଠିକ୍ ଅଛି, ଗୋଟେ ଇନସିଡେଣ୍ଟ ହେଲା, ଆଡ଼ଭର୍ସ ସିଚୁଏସନ୍, ସେତେବେଳେ ମୁଁ ବହୁତ ଭଲ ଭାବରେ ତାକୁ ଟ୍ୟାକଲ୍ କରିପାରିବି। ଆପଣ ଜାଗାରେ ଯଦି କୃଷ୍ଣ ଥାନ୍ତେ କି ବୁଦ୍ଧ ଥାନ୍ତେ କି ମହାବୀର ଥାନ୍ତେ କି ବିବେକାନନ୍ଦ ଥାନ୍ତେ, ସିଏ କେମିତି ଏଇ ସିଚୁଏସନ୍ଟାକୁ ଟ୍ୟାକଲ୍ କରିଥାନ୍ତେ କେବେ କଳ୍ପନା କରିପାରୁଛନ୍ତି? ଶଙ୍କରାଚାର୍ଯ୍ୟ ଥାନ୍ତେ ସେମ୍ ସିଚୁଏସନ୍ରେ, ଆପଣଙ୍କ ସିଚୁଏସନ୍ରେ ଥାନ୍ତେ, ସିଏ କ'ଣ ଯାଇକି ଝଗଡ଼ା କରିଥାନ୍ତେ? ସିଏ କ'ଣ ଯାଇକି ବାଡ଼େଇଥାନ୍ତେ? ସିଏ କ'ଣ ଯାଇକି କଳି କରିଥାନ୍ତେ? ଘର ଏନର୍ଜିଟାକୁ ପୁରା ଧ୍ୱଂସ କରିଦେଇଥାନ୍ତେ? ସେ କ'ଣ କରିଥାନ୍ତେ? ସିଏ ଆପଣ ଯେଉଁ କାମ କରୁଛନ୍ତି ସେଇ କାମ କରିଥାନ୍ତେ କି? କରିନଥାନ୍ତେ ନା। ସେଥିପାଇଁ ତ ସେମାନେ ମହାନ ମହାନ ପୁରୁଷ। ସେମାନେ ସେଥିପାଇଁ ସ୍ୱର୍ଗରେ ଥିବେ। ସେମାନେ ବର୍ତ୍ତମାନ ଭଗବାନ ହେଇଯାଇଛନ୍ତି, ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ଭାବିବା ଉଚିତ, ଆମେ ସେତେବେଳେ ନିଜକୁ ନିଜେ ହିଁ କମ୍ପ୍ଲେନ୍ କରିବୁ। ବର୍ତ୍ତମାନ ସାମ୍ନା ଲୋକ ଅଛନ୍ତି ବୋଲି ତାଙ୍କ ଆଡ଼େ ଆମେ ଆଙ୍ଗୁଠି ଦେଖାଇ ଦେଉଛୁ, କିନ୍ତୁ ଆକ୍ଚୁଆଲି ତାଙ୍କ ଦୋଷ ନୁହେଁ। ଆକ୍ଚୁଆଲି ଆମେ ନିଜକୁ ହିଁ ନିଜେ ରିପେୟାର କରିବା ପାଇଁ ଏଠି ଆସିଛୁ। ଆକ୍ଚୁଆଲି ଏଇଟା ମୃତ୍ୟୁ ଲୋକ। ମୃତ୍ୟୁ ଲୋକରେ ଆମେ ମରିବା ପାଇଁ ଆସିଛୁ, ଏଠି ଆମେ କଷ୍ଟ ପାଇବା ପାଇଁ ଆସିଛୁ, ଏଠି କିଛି ଶିଖିବାକୁ ଆସିଛୁ। ଆଉ ଏଠି ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ହେଉଛି ଏଠି ସାଧନା କରିବୁ, ମନ୍ତ୍ର ଜପିବୁ, ଧ୍ୟାନ କରିବୁ, ପୁଣ୍ୟ କରିବୁ, ପୂଜା କରିବୁ, ପାଠ କରିବୁ। ଏ କରିକି ଆମର ପାପ ଯେତେ ଅଛି ତାକୁ କାଟିବାକୁ ଆସିଛୁ। ଏଇଟା ତ ସ୍ୱର୍ଗ ଲୋକ ନୁହେଁ ଯେ ଆମେ ଏନ୍ଜୟ କରିବୁ। ଏଠି କଷ୍ଟ ହିଁ ପାଇବୁ ଆମେ, ଏଠି ଦୁଃଖ ହିଁ ପାଇବୁ ଆମେ। ଏଇଟା ମୃତ୍ୟୁ ଲୋକ ପରା, ପୃଥିବୀଟା ଗୋଟେ ମୃତ୍ୟୁ ଲୋକ। ଏଇ ଲୋକରେ ଆମକୁ ଏଇଆ ହିଁ ମିଳିବ। ଏଠି ଯିଏ ଖୁସି ଖୋଜେ ସିଏ ଠିକ୍ କରେନି। ସେଠି ଯିଏ ଖୁସି ଖୋଜୁଛି ତାକୁ ଜୀବନରେ କେବେ ଖୁସି ମିଳିବନି। ଯଦି ବା ମିଳେ କିଛି ସମୟ ପାଇଁ ମିଳିବ, ଆଉ ସେଇଟା ବି ପରମାନେଣ୍ଟ ନୁହେଁ। ଜୀବନଟା ଅପ୍ ଆଣ୍ଡ ଡାଉନ୍ ମୋସନ୍, କେବେ ଅପ୍ ହେଇଯିବ କେତେବେଳେ ଡାଉନ୍ ହେଇଯିବ। ସୋ ଆମ ଡାଉନ୍ ଅପ୍ ପାଇଁ ଆମେ ନିଜକୁ ନିଜେ କହିବା ଓହୋ ଆମ ପାଇଁ ଅପ୍ ହେଇଗଲା ଲାଇଫ୍ଟା, ଆମେ ଖୁସି ସେଥିପାଇଁ ଅଛୁ। ଆଉ ଡାଉନ୍ ହେଲେ ଅନ୍ୟ ଲୋକର ଦୋଷ। ମୁଁ ଏମିତି ଫ୍ୟାମିଲିରେ ଜନ୍ମ କାହିଁକି ହେଲି, ବା ମୁଁ ଏଇ ଭୌଗୋଳିକ ଆଟମସ୍ଫିୟରରେ କାହିଁକି ଜନ୍ମ ନେଲି। କିନ୍ତୁ ଆମେ ମାନେ ଭୌଗୋଳିକ ଅବସ୍ଥାକୁ ମଧ୍ୟ ଆମେ କେବେ କେବେ କମ୍ପ୍ଲେନ୍ କରିଦେଉ। କେବେ କେବେ ଆମର ବଂଶ ବୁନିଆଦିକୁ ମଧ୍ୟ କମ୍ପ୍ଲେନ୍ କରିଦେଉ। କିନ୍ତୁ କମ୍ପ୍ଲେନ୍ଟା ତାଙ୍କୁ କରିବା ବେଶୀ ଇମ୍ପୋର୍ଟାଣ୍ଟ ନା ନିଜକୁ ନିଜେ କମ୍ପ୍ଲେନ୍ କରିବା ଉଚିତ। ସୋ ଆଜି ଯଦି ଆମେ ନିଜକୁ ନିଜେ କମ୍ପ୍ଲେନ୍ ନ କରିବା, ଭବିଷ୍ୟତରେ କରିବା। ଯେତେବେଳେ 200 ବର୍ଷ, 300 ବର୍ଷ, 500 ବର୍ଷ ପର୍ଯ୍ୟନ୍ତ ନର୍କରେ ଭୋଗ କରୁଥିବା, ସବୁ ସେଇଦିନ ତ ଆମେ କହିବା ନା ମୋତେ ସେଇଦିନ ସେଇ ଲୋକଟାକୁ ଏମିତି କହିବାର ନଥିଲା, ନାଇଁ ସେଇଦିନ ମୋତେ ତାକୁ ଏତେ ଖରାପ ବ୍ୟବହାର କରିବାର ନଥିଲା, ନା ସେଇଦିନ ସେ ପଶୁଟାକୁ ବାଡ଼େଇବାର ନଥିଲା। ବୁଝିପାରୁଛନ୍ତି ତ? ମାନେ ନିଜେ କେମିତି, ମାନେ ମୋ ଜାଗାରେ ଆପଣଙ୍କ ଜାଗାରେ ଯଦି ମହାନ ପୁରୁଷ ରହିଥାନ୍ତେ ସେମାନେ କେମିତି ବ୍ୟବହାର କରିଥାନ୍ତେ, ଆପଣ ସେମିତି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ବୁଝିପାରୁଛନ୍ତି? ସୋ ଗୋଟେ ବହି ପଢ଼ୁଥିଲି, ସେ ବହିରେ ମରା ପରେ ଏ ବିଷୟ ବହୁତ ବେଶୀ ଲେଖା ହେଇଥିଲା। ସେ ହାଇଏଷ୍ଟ ସେଲିଂ ବୁକ୍ ସେଟା, ଜୀବାତ୍ମା ଜଗତ କେ ନିୟମ। ସେ ବହିରେ ମୁଁ ଯେତେବେଳେ ପଢ଼ୁଥିଲି ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ସବୁଠୁ ବେଶୀ ଫୋକସ୍ ସେମାନେ ଦେଇଦେଇଛନ୍ତି ବିବେକ ଉପରେ। ବିବେକ ଉପରେ ଦେଇଦେଇଛନ୍ତି। ଆମେ ତ ଆମର ବିବେକକୁ କୌଣସି ଜିନିଷ ବ୍ୟବହାର କରୁନୁ। ଆମେ ନର୍ମାଲି ଆମେ ଯେତେ ବଞ୍ଚିଥାଉ ସେତେବେଳେ ଆମେ କ'ଣ ବ୍ୟବହାର କରୁ? ଆମ ଶରୀରକୁ, ନହେଲେ ଆମ ମନକୁ ସବୁଠୁ ହାଇଏଷ୍ଟ ପ୍ରାୟୋରିଟିରେ ଆମେ ରଖିଥାଉ। ନହେଲେ ଗର୍ବକୁ ରଖୁ, ନହେଲେ ବୁଦ୍ଧିକୁ ରଖୁ, ଚାଲାକ ଚତୁର ଆମେ ରଖୁ। କିନ୍ତୁ ବିବେକ କେଉଁଠି? ଆମମାନେ କି ବିବେକ ଉପରେ ତ ଆଲୋଚନା ହିଁ କରୁନୁ। କିନ୍ତୁ ସେ ବହିରେ ମୁଁ ଦେଖିଲି ମ୍ୟାକ୍ସିମମ୍ ଜାଗାରେ କହୁଛନ୍ତି ନାଇଁ, ତୁମ ଅନ୍ତରାତ୍ମା ଭିତରେ ଗୋଟେ ଡାକ ଆସିବ, ସେ ଡାକଟା କହିବ ଏଇ କାମଟା କରନା। ସେ ଭଗବାନ କହିବେ ଯଦି ତୁମେ କରିଦେବ ଏଇ କାମଟା କରନା, ଆପଣ କରିବେନି। ଯଦି ଆପଣ ସେ କାମଟା କରିଲେ ତାହେଲେ ସେଇଟା ହିଁ ପାପ କୁହାଯାଏ। ଆଉ ଯେଉଁମାନେ ବିବେକୀ ଲୋକ, ସେମାନେ ଯେଉଁମାନେ ଅନ୍ତରାତ୍ମାର ଆୱାଜ ଶୁଣିପାରୁଛନ୍ତି, ସେମାନେ ପୂର୍ଣ୍ଣ ଆତ୍ମା, ସେମାନେ ବହୁତ ଭଲ ପୂର୍ଣ୍ଣ କରୁଛନ୍ତି, ସେମାନେ ବଢ଼ିଆ ଜାଗାରେ ରୁହନ୍ତି, ସେମାନେ ବଢ଼ିଆ ସ୍ୱର୍ଗରେ ବାସ କରନ୍ତି। ସୋ ଏଇ ଯେଉଁ ଆମର ଅନ୍ତରାତ୍ମା ଭିତରେ ଯେଉଁ ଡାକଟା ଆମକୁ ଛାଡ଼ୁଛି ଏଇ କାମଟା କର ଆଉ ଏଇ କାମଟା କରନା, ତାକୁ ତ ଆମେ ପ୍ରାୟୋରିଟି ମୋଟେ ଦେଇନୁ। ତାକୁ ମାନେ ନର୍ମାଲି ଯଦି ଦେଖାଯିବ ଆମର ଧର୍ମ ଗ୍ରନ୍ଥ ଯେଉଁମାନେ ସବୁ ଅଛନ୍ତି ବା ଯାହା ଯାହା ସବୁ ଅଛି ସେଥିରେ ମଧ୍ୟ ୟାକୁ ବେଶୀ ପ୍ରାୟୋରିଟି ଦିଆ ହେଇନି। କିନ୍ତୁ ମଲା ପରେ ଏଇଟା ହିଁ ସବୁଠୁ ବେଶୀ ପ୍ରାୟୋରିଟି ଜିନିଷ, ସବୁଠୁ ବେଶୀ ପ୍ରାୟୋରିଟି ଜିନିଷ। କାରଣ ଏଇ ଜିନିଷ ଯେଉଁ ଡାକ ଆମ ଭିତରୁ ଆସୁଛି, ନା ଏଇ କାମଟା କର, ଏଇ କାମଟା କରନା, ୟାକୁ ଏମିତି କଥା କହ, ନାଇଁ କହନା। ମାନେ ଆପଣ ଇଚ୍ଛା ହେବ ମୁଁ କହିଦେବି, ଭିତରେ ମନା କରେ ନା କହନା। ବହୁତ ଥର ଏମିତି ହୁଏ।
सो सी जो लोकटा ये डाकटा को शुणे सी भगवान का आवाज़ शुणे जो भगवान ताको भल गाइड करती तेल मरला आपण मानसिक अवस्था कौन रहा आज जदि आपण यही डाकटा को शुणे जो अंतरात्मार डाकटा आपन को कहीदेव गाइड करदेव अरे ये रास्ते जाना अरे यहाँ खा से खाना अरे ये लोक संगे मिसे से लोक संगे मिसे ना किंतु आमे जेहेतु मन को बेसी प्रायोरिटी देचु आम प्रॉफिट टाक बेसी प्रायोरिटी देचु आम ब्रेन टाक प्रायोरिटी देचु बॉडी टाक प्रायोरिटी देचु से आमे मैंने ये सब जिनस मानुना जो न मानिले कौन हम सबुदिन आम निजक निजे कंप्लेन करिया मरला परे सबुदिन कंप्लेन करिया कहीं मुझे भूलटा करदेली कहीं मुझे भूलटा करदेली आउ कहीं मुझे भूलटा करदेली सो शुणिया बहुत बहुत धन्यवाद जगन्नाथ लीलामृत चैनल शुणु था बहुत बहुत धन्यवाद जगन्नाथ लीलामृत चैनल शुणिया बहुत बहुत धन्यवाद जय जगन्नाथ।